ଆଜିର 78ତମ ସ୍ୱାଧୀନତା ଦିବସରେ ପରପର ହେଇ ଉଡ଼ୁଥିବା ତ୍ରିରଙ୍ଗା ପତାକା ତଥା ଆମର ନିମନ୍ତ୍ରିତ ମୁଖ୍ୟ ଅତିଥି ଥିବା ସମାଜର ସଭାପତି ସମ୍ପାଦକ ମହାପୁରୁଷମାନେ ବଡ଼ ବଡ଼ ଭାଇ ସାରା ଦେଶରେ ପ୍ରତ୍ୟେକ କୋଣ ଅନୁକୋଣରେ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନରେ ଏହି ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଯାହା ହେଉ ସୌଭାଗ୍ୟର ବିଷୟ ଆଜିର ଏହି ଦୁଇ ସମାଜ ପ୍ରାଙ୍ଗଣରେ ଆମେ ଏକତ୍ରିତ ହୋଇ ଏ ଯେଉଁ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛେ ମାନେ ସୌଭାଗ୍ୟର ବିଷୟ। ଆଜକୁ 200 ବର୍ଷ ପୂର୍ବେ ଇଂରେଜମାନେ ଆମ ଦେଶକୁ ଆସିଲେ ବାଣିଜ୍ୟ କରିବା ପାଇଁ। ବାଣିଜ୍ୟ ସେମାନେ ଖଣ୍ଡକୋଟ ଦ୍ୱାରା ସାରା ଦେଶକୁ ନିଜ ହାତ ମୁଠାକୁ ନେଇଗଲେ ଏବଂ ଭାରତକୁ ଶାସନ କରିବାକୁ ଲାଗିଲେ। ଭାରତରେ ଥିବା ସେତେବେଳକୁ ଶିକ୍ଷାର ପ୍ରସାର କମ୍ ଥିଲା, ଶିକ୍ଷାର ଅଭାବ ଥିଲା। ସେମାନେ ଜୋର ଜୁଲୁମ କରି ଖଜଣା ଆଦାୟ କଲେ, ବେଟି ଫଟାଇଲେ, ଆମ ଲୋକଙ୍କୁ ଅତ୍ୟାଚାର କଲେ। ଯେଉଁମାନେ ଇଂରେଜଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ସେମାନେ ଜେଲ୍ କଲେ, ଲାଠି ପ୍ରହାର କଲେ। ଏଭଳିଆ ଅନେକ ବହୁତ ସ୍ୱାଧୀନ ସଂଗ୍ରାମୀ ଦେଶ ପାଇଁ ଲଢ଼ିଛନ୍ତି। ଇଂରେଜଙ୍କ ବିରୋଧରେ ବହୁତ ଲଢ଼େଇ କରାହେଇଛି। ଆମର ଆଦିବାସୀ ଭାଇମାନେ ବହୁତ ସଂଗ୍ରାମ କରିଛନ୍ତି। ଆମର ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ଚକ୍ରା ବିଷୋଇ, ବୀର ସୁରେନ୍ଦ୍ର ସାଏ ଏଭଳି ଅନେକ ପ୍ରମୁଖ ବ୍ୟକ୍ତି ଦେଶ ପାଇଁ ମାନେ ସ୍ୱାଧୀନ ପାଇଁ ଲଢ଼େଇ କରିଛନ୍ତି, ଜୀବନ ଦେଇଛନ୍ତି। ଆଜିର ଏହି ପବିତ୍ର ଦିବସରେ ଆମେ ସେହି ସ୍ୱାଧୀନ ସଂଗ୍ରାମୀମାନଙ୍କୁ ମନେ ପକାଉ। ଯାହା ହେଉ ଖୁସିର ବିଷୟ। ଆଜି ଆମର ଆଦିବାସୀ ଭାଇ ଭଉଣୀମାନେ ଏକତ୍ରିତ ହୋଇ ଆଜି ଏହି 78ତମ ସ୍ୱାଧୀନ ଦିବସ ପାଳନ କରିବାର ଗୋଟେ ସୌଭାଗ୍ୟ ଲାଭ କରିଛି। ଏଇଟା ଗୋଟେ ଖୁସିର ବିଷୟ। ବର୍ତ୍ତମାନ ଆମର ଆଦିବାସୀ ଭାଇମାନଙ୍କର ଗୋଟେ ଆମର ଯେଉଁ ଆଦିବାସୀ ସମାଜର ଆଦିବାସୀମାନଙ୍କର ଯେଉଁ କୋଟା ସିଷ୍ଟମ୍ ଯେଉଁ ରହିଛି ତାକୁ ଦିନକୁ ଦିନ ତାକୁ କମାଯାଉଛି। ବର୍ତ୍ତମାନ ଉଠିବାର ମଧ୍ୟ ସମ୍ଭାବନା ରହିଛି। ତାକୁ ଉଠାଇବାର ଯୋଜନା ବି ଚାଲିଛି। ସମସ୍ତେ ଏକତ୍ରିତ ହୋଇ ତାର ପ୍ରତିବାଦ କରିବା, ଏକତ୍ରିତ ହେବା, ତା ବିରୋଧରେ ସଂଗ୍ରାମ କରିବା, ଆମର କୋଟା ଯେମିତି ବଜାୟ ରହିବ ସେଥିପାଇଁ ଆମେ ପ୍ରୟାସ